ସକାଳୁ ଉଠି ଖାଲି ପେଟରେ କଞ୍ଚା ରସୁଣ ଓ ଗରମ ପାଣି ସେବନ କଲେ ମିଳିଥାଏ ଏହି ସବୁ ଫାଇଦା। ଆଜିକାଲିର ବ୍ୟସ୍ତବହୁଳ ଜୀବନରେ କେହି ମଧ୍ୟ ନିଜ ଶରୀର ପ୍ରତି ଯତ୍ନବାନ ହେଉନାହାନ୍ତି। ସମସ୍ତଙ୍କୁ ବୁଝିବା ଜରୁରୀ ଅଟେ କି ଶରୀର ସୁସ୍ଥ ରହିଲେ ହିଁ ଆମେ ଜୀବନରେ ଆଗକୁ ବଢ଼ିପାରିବା। ସାଧାରଣତଃ ରସୁଣକୁ ଆମେ ଖାଦ୍ୟରେ ସ୍ୱାଦ ବଢ଼ାଇବା ପାଇଁ ବ୍ୟବହାର କରିଥାଉ। ସକାଳୁ ଉଠି ଖାଲି ପେଟରେ କଞ୍ଚା ରସୁଣ ଖାଇ ଗରମ ପାଣି ପିଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ। ରସୁଣ ଆମ ଶରୀର ପାଇଁ ବହୁତ ଉପକାରୀ ଅଟେ। ଯଦି ଆପଣ ପ୍ରତ୍ୟେକ ଦିନ ରସୁଣର ଗୋଟେ କିମ୍ବା ଦୁଇଟି କୋଷ ସେବନ କରୁଥିବେ ତାହେଲେ ଏହା ଆପଣଙ୍କ ଶରୀର ପାଇଁ ଅମୃତ ସମାନ ହୋଇଥାଏ। ଏହା ସହିତ ଯଦି ଆପଣଙ୍କର ଅର୍ଶ କବଜ ଭଳି ସମସ୍ୟା ରହିଛି ତାହେଲେ ନିଶ୍ଚିତ ଭାବରେ ଆପଣଙ୍କର ଏହି ସମସ୍ୟା ଦୂର ହୋଇଯିବ। ରସୁଣର ସେବନ କଲେ ଭୋକ ବଢ଼ିଥାଏ ଏବଂ ମଧୁମେହ, ରକ୍ତଚାପ ଆଦି ରୋଗ ଦୂର ହୋଇଯାଇଥାଏ। ଯଦି ଆପଣ ସକାଳୁ ଜଳଖିଆ ଖାଇବା ପୂର୍ବରୁ ରସୁଣର ସେବନ କରନ୍ତି ତାହେଲେ ନିଶ୍ଚିତ ଭାବରେ ଆପଣଙ୍କୁ ଫାଇଦା ମିଳିବ। ଯଦି ଆପଣ ପ୍ରତ୍ୟେକ ଦିନ ରସୁଣର କିଛି କୋଷ ସେବନ କରନ୍ତି ତାହେଲେ ଆପଣଙ୍କ ଶରୀର ସତେଜ ରହିବ। ଆପଣଙ୍କ ଶରୀରରେ ଥିବା ବିଷାକ୍ତ ପଦାର୍ଥ ମଧ୍ୟ ନଷ୍ଟ ହୋଇଯିବ। ରସୁଣର ସେବନ କଲେ ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। କିନ୍ତୁ ସର୍ବଦା ରସୁଣକୁ ସଠିକ ମାତ୍ରାରେ ଖାଇବା ଉଚିତ, କାରଣ ଏହାକୁ ଅଧିକ ମାତ୍ରାରେ ସେବନ କରିବା ଶରୀର ପାଇଁ ଉଚିତ ନୁହେଁ। ରସୁଣ ଖାଇବା ଦ୍ୱାରା ଶରୀରରେ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ ଏବଂ ଶରୀର ସୁସ୍ଥ ରହେ। ଏଥିରେ ଥିବା ଔଷଧୀୟ ଗୁଣ ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ। ଏହା ସହିତ ପେଟଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ, ଅର୍ଥାତ୍ ଏହା ଶରୀରରେ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ। ବ୍ୟୁରୋ ରିପୋର୍ଟ, ମନ୍ଦିରା ଟିଭି।